ओम नमो भगवते वासुदेवाय। ओम नमो भगवते पुरुषोत्तमाय। ओम नमो भगवते जगन्नाथाय। ओम नमो भगवते रघुनाथाय। ओम नमः शिवाय। ओम नमः शिवाय। ओम नमः शिवाय। तुलुभाईଙ୍କର ପୂଜା ପାଠ ସତ୍ୟରୁଦ୍ର ମହାନ୍ତି। कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं बुधरारविन्दे भवं भवामि सहितं नमामि। त्वमेव माता सपिता त्वमेव त्वमेव बन्धु सखा त्वमेव विद्या द्रविणं त्वमेव देव मम देव देव। मन्त्रहीनं याहीनं भक्तिहीनं सुरेश्वर अर्कुजितं मया देव परिपुण्यं तवस्तु मे। आवाहनं न जानामि तवाचरं पूजा कर्मं न जानामि खन्नतं परमेश्वर करचरणकुतं वा कायजं कर्मणं वा श्रवणं महानसंभापरायं भीतं वा सर्वमेतक्षणस्व जय जय करिराधि महादेव शंभु। शान्ताकारं भुजगशयनं पद्मनाभं सुरेशं विश्वपालं गगनसदृशं मेघवर्णं शुभंगं लक्ष्मीकान्तं कमलनयनं योगिदानं ब्रह्मं वन्दे विष्णु भवहर सर्वलोकीकनाथं। ॐ त्र्यम्बकं यजामहे सुगन्धिं पुष्टिवर्धनं गुरुवारुकमिव वन्दनान् मुख्यमामुकार्। ॐ सवितुर्वरेण्यं भर्गो देवस्य धीमहि धियो यो न प्रचोदयात्। भूर्भुवस्सुवः तत्सवितुर्वरेण्यं भर्गो देवस्य धीमहि धियो यो न प्रचोदयात्। भूर्भुवस्सुवः तत्सवितुर्वरेण्यं भर्गो देवस्य धीमहि धियो यो न प्रचोदयात्। दादू मत गोटे गप कहब? हाँ कहवा शुणु। हाँ अच्छा शुणु। थरे जड़े भक्त लोक गोटे पहाड़ उपरको उठा जाऊला। किछि बात उठी से देखला जे जंगलिया जगह है जाई पारलानी। सेठी बसिक आंठेक भगवान को प्रार्थना कला। भगवान को प्रार्थना कर कहला हे भगवान मु आसी उपरे शिव मंदिर में उपासना करने गला बेलू बाटे एमती कंटा बण मुझे भगवान मत साहाଯ୍य कर टिके से जाए जीवाई। भगवान आसी पहुँचले कहले अच्छा हो मु तुम साहाଯ୍य कर नहीं जी। तापरे दी जन जाक चलले भक्त चलला भगवान भी चलले। किछु बाट गला परे से कंटा जंटा देकर सब आस्ते आस्ते ऊपर उठिले जाइकरी शेष पहुँची गले से जो जगार शिव मंदिर कर पहुँची गले से
ତାପରେ ସେ ଭକ୍ତଟି କହିଲା କହିଲା ଭଗବାନ ଆପଣ ମତେ ଠକିଦେଲେ। ନା କଣ ମୁଁ ଠକିଦେଲି ନା ଯେତେବେଳେ ପ୍ରଥମେ ଆସିଲେ 4ଟା ପାଦ ପଡିଥିଲା 4ଟା ପାଦ ତାପରେ ଦେଖିଲେ 2ଟା ପାଦ ପଡିଛି ତାପରେ 4ଟା ପାଦ ତାହେଲେ ଯେତେବେଳେ 4ଟା ପାଦ ସେତେବେଳେ 2ଟା ମୋର ଆପଣଙ୍କ 2ଟା ଯେତେବେଳେ 2ଟା ସେତେବେଳେ ମୋର 2ଟା ପାଦ ଥିଲା ଜଙ୍ଗଲିଆ ଜାଗା ଭିତରେ ଆପଣ ସେତେବେଳେ ତ ମୋ ସାଙ୍ଗେ ନଥିଲେ। ଭଗବାନ ଟିକେ ହସିଦେଲେ କହିଲେ ଆରେ ବୁଝିପାରିଲୁ ନାହିଁ ଯୋଉ 4ଟି ପାଦ ଥିଲା ତୋର 2ଟା ମୋର 2ଟା ଆସୁଥିଲା ଯୋଉଠି 2ଟା ପାଦ ଦେଖିଛୁ ସେଟା ତୋ ପାଦ ନୁହେଁ ତୁ ମତେ ଡାକିଲୁ ବିକଳରେ ବୋଲି ମୁଁ ତତେ କାନ୍ଧେଇକି ସେତେ ବାଟ ନେଇ ଆସିଥିଲି ତେଣୁ ଯୋଉ 2ଟା ପାଦ ଦେଖିଲୁ ସେଟା ମୋର ତୋର ନୁହେଁ ତେଣୁ 4ଟି ପାଦ ଯେତେବେଳେ ଦେଖିଛୁ ସେତେବେଳେ ତୁ ଅଛୁ ମୁଁ ଅଛି ଯେତେବେଳେ 2ଟା ପାଦ ଜଙ୍ଗଲିଆ ଜାଗାରେ କଷ୍ଟ ଜାଗାରେ ପାଇବା ଦେଖିଛୁ ସେତେବେଳେ ସେଟା ମୋର ପାଦ ତୋର ନୁହେଁ ମୁଁ ତତେ କାନ୍ଧେଇକି ସେଠି ଆଣିଥିଲି। କଥାଟି ହେଲା ଯେ ଭଗବାନଙ୍କ ଉପରେ ଯିଏ ଭରସା କରେ ସେ ଦରକାର ବେଳେ ତାକୁ କାନ୍ଧେଇକିରି ମଧ୍ୟ ନେଇ ଆସନ୍ତି ଆଉ ଦୁଃଖ ସମୟରେ ମଧ୍ୟ ସାହାଯ୍ୟ କରନ୍ତି ହେଲା। ଏମିତି ଆଉ ଗୋଟେ ଗପ ଅଛି ପୁରୀରେ ଜଣେ ପଣ୍ଡା ଥିଲେ ସେ ପଣ୍ଡା ଜଣକ ତାଙ୍କ ନାଁ ହଉଛି ଗୀତା ପଣ୍ଡା ସେ ସବୁଦିନ ଗୀତା ପଢନ୍ତି। ଆଚ୍ଛା ଗୀତା ପଢିଲେ ଯେତେବେଳେ ପଢନ୍ତି ସେ ସମସ୍ତେ ଲୋକ ଆସନ୍ତି ଶୁଣନ୍ତି ତାକୁ କିଛି କିଛି ପଇସା ଦିଅନ୍ତି ସେଇଥିରେ ସେ ତାର ଚଳିଯାଏ 2ଟି ପିଲା ସ୍ୱାମୀ ସ୍ତ୍ରୀ ଏମିତି 4 ଜଣ ଚଳିଯାଏ ସେଥିରେ ପ୍ରତିଦିନ ଗୀତା ପଢିବା ତାଙ୍କର ହଉଛି କାମ ତେଣୁ ତାଙ୍କୁ ଗୀତା ପଣ୍ଡା ବୋଲି କହୁଥିଲେ। ଏମିତି ଗୋଟେ ଅବସ୍ଥା ଆସିଲା 2 ଦିନ ପର୍ଯ୍ୟନ୍ତ କେହି ଆସିଲେ ନାହିଁ ଗୀତା ଶୁଣିଲେ ନାହିଁ କି ତାକୁ ପଇସା ଦେଲେ ନାହିଁ ପିଲା ସବୁ ଭୋକିଲା ରହିଲେ ମାକୁ ଯାଇକି ଜଞ୍ଜାଳ କଲେ ଆମକୁ ଖାଇବାକୁ ଦିଅ ମା ସେଠୁ ଭାରି ବିରକ୍ତ ହେଲେ ଇଏ କିନ୍ତୁ ନ ଖାଇ ନ ପିଇ ଗୀତା ପଢୁଥାଏ ସେଦିନ ଗୀତାରେ ଥିଲା ଯୋଗକ୍ଷମ ବ୍ୟାୟାମ ପଢିଲେ ସେ ଯୋଗକ୍ଷମ ବ୍ୟାୟାମ ତାର ଅର୍ଥ ହଉଛି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ବୁଝେଇଲେ ଯେ ସବୁ ଯାକ ମତେ ଦେଇଦିଏ ତାର ଯେତେବେଳେ ନଥାଏ ମୁଁ ଯୋଗ ବା ଦେଇ ଆସେ ତାକୁ ନେଇକିରି ନିଜେ ଯେତେବେଳେ ଥାଏ ତାକୁ ରକ୍ଷା କରିବାର ସମର୍ଥ ବା କ୍ଷମତା ମୁଁ ତାକୁ ଦିଏ। ତେଣୁ ଏଇ ଅବସ୍ଥା ଭିତରେ ଆଉ ମୁଁ ଯୋଗ ଆଉ କ୍ଷମ 2ଟା ଯାକ ବହନ କରି ଦେଇ ଆସେ ନଥିଲା ବେଳେ ଦେଇ ଆସେ ନିଜେ କାନ୍ଧେଇକି ନେଇକିରି ଆଉ ଥିଲା ବେଳେ ଯାହା ଅଛି ତାକୁ ରକ୍ଷା କରେ ମୁଁ ଏଇ କଥା କହିକିରି ଯେତେବେଳେ ସେ ପଢୁଛନ୍ତି ସେତେବେଳେ ତାଙ୍କ ସ୍ତ୍ରୀ ବାହାରି ଆସିଲେ କହିଲେ ଯଦି ତମେ ଗୀତା ଅଯଥାରେ ପଢୁଛ ଯୋଉ କଥାଟି ପଢିଲ ଯେ ଭଗବାନ କାନ୍ଧେଇକି ଆଣି ଦେଇଯାଆନ୍ତି ଆମେ ତ 2 ଦିନ ହେଲା ଉପାସ ପଢୁଛୁ କୋଉ ଭଗବାନ ଆମକୁ ଦଉଛନ୍ତି ସେ କଥା ନାହିଁ ସେ ପୋଥିଟା ଦିଅ ପୋଥିଟା ଆଇଲେ ଯୋଉଠି ଲେଖା ହେଇଥିଲା ଯୋଗ କ୍ଷମ ବ୍ୟାୟାମ ସେ ଗୋଟେ ଲେଖନ ଦେହରେ ତାକୁ 3ଟା ଗାର ପକେଇଦେଲେ ଇଏ କାନ୍ଦି କାନ୍ଦି ଉଚ୍ଛନ କଣ କର ତମେ ଭଗବାନଙ୍କ ବାଣୀ ଉପରେ ଗାର ପକେଇଲ ୟା କାହିଁ ଘର ଭିତରେ କବାଟ ଦେଇ ବସିଲେ କହିଲେ ମତେ ଆଉ ଡାକିବନି ମୁଁ ଏଇଠି ପଡି ମରିବି ପଛେ ଆଉ ପଦାକୁ ଯିବି ନାହିଁ। ଏଇ ସମୟ ଭିତରେ ଦେଖାଗଲା ଗୋଟେ ଠକ୍ 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 କବାଟ ଶୁଭିଲା କବାଟ ଖୋଲିବାର ଦେଖିଲେ ଗୋଟେ କାଳିଆ ମଛି ଗୋଟେ ଲୋକ କାନ୍ଧରେ ଗୋଟେ ବାଉଙ୍ଗି ଧରିଛି 2ଟା ବେତା 2 ପାଖରେ ଭାର ବୋହିକିରି ଆଣିକି ଆଙ୍କ ଘରେ ଦେଇଛି ସେଠୁ ଇଏ ମା ପଚାରିଲେ ଇଏ ଭାର କୋଉଠୁ ଆସିଲା ତା ଦେହରେ ଚାଉଳ ଅଛି ଡାଲି ଅଛି ପରିବା ଅଛି ସବୁ ଅଛି ଘିଅ ଅଛି ସବୁ ଅଛି କୋଉଠି ଆଣିଲ ନା ଇଏ ଗୀତା ପଣ୍ଡାଙ୍କର ଜଣେ ଭକ୍ତ ସିଏ ୟାକୁ ଆଣିକି ଦେଇଛନ୍ତି ମୁଁ ଆଣିକି ଦେଇଦେଲି ମୁଁ ଯାଉଛି ନା ନାଇଁ ସେ କଥା କେମିତି ହବ ତମେ ଏଠି ଖାଇ ପିଇ ଯିବ ନା ଆଉ ଖାଇ ପିଇ ଯିବି ମାଲୋ ମୋ ଖାଇପାରିବୁନ ମୋ ଜିଭ ପରା ଖଣ୍ଡିଆ ହେଇଛି ନା କଣ ଜିଭ ହେଇଛି ଖୋଲିକି ଦେଖେଇଲେ ଯେ 3ଟା ଗାର ଜିଭରେ ପଡିଛି 3ଟା ଗାର ଯୋଉ 3ଟା ଗାର ଇଏ ଲେଖନରେ କାଟି ଦେଇଥିଲେ ସେଇ ଜିଭ ପଡିଛି ଜିଭ ଦେହରେ ଇସୁଡୁ ପିଲାଟି ଚାଲିଗଲା ଇଏ ଯେତେବେଳେ ସେଇ କଥା କହିଲେ ସ୍ୱାମୀ ଘର ଭିତରୁ ଆସିଲେ କହିଲେ ତୁ କେଡେ ଭାଗ୍ୟବାନ ଭଗବାନ ନିଜେ ଆଣିକି ତତେ ଦେଇଗଲେ ତୁ ଭଗବାନଙ୍କୁ ଦେଖିଲୁ ମୁଁ କିନ୍ତୁ ଦେଖିପାରିଲି ନାହିଁ ତୋର ଯାଇ ହଉ ଏତିକି ସୌଭାଗ୍ୟ ଏତିକି ପୂର୍ଣ୍ଣ ଫଳ ଥିଲା ଯେ କି ତୁ ତାଙ୍କୁ ଦେଖିଲୁ
ମୁଁ ତାକୁ ଦେଖିଲି ନାହିଁ କିନ୍ତୁ ମନେ ରଖ ଯିଏ ତାଙ୍କୁ ସବୁ ଦେଇଦିଏ ସେ ନିଜେ କାନ୍ଧେଇକିରି ଭାର ବୁହାଇକିରି ଆଣି ତା ନଥିଲା ବେଳେ ଦିଅନ୍ତି ଆଉ ଯେତେବେଳେ ଥାଏ ତାକୁ ରକ୍ଷା କରିବାର କ୍ଷମତା ମଧ୍ୟ ତାକୁ ଦିଅନ୍ତି। ଗୋଟେ ଟୁଆ ଥିଲା ଗୋଟେ ଟୁଇ ଥିଲା ସେ ଯାଇଥିଲେ ଜଙ୍ଗଲକୁ ମିଠା ଆଣିବା ପାଇଁ ଟୁଆ ଗଲା କାଠ ଆଣିବା ପାଇଁ ଆଉ ଟୁଇ ଗଲା ବିରି ଆଣିବା ପାଇଁ ଟୁଆ ଗଲା କାଠ ଆଣିବା ପାଇଁ ବାଘ ମାମୁଁ କହିଲା ଯେ ତମେ ମୋ ଜଙ୍ଗଲରେ କଣ କରୁଛ ମୁଁ ବା କାଠ କାଟିକି ରହୁଛି ସେ କହିଲା ମୁଁ ବା ପିଠା କରି ବାବୁ କହିଲା ଯେ ମତେ ଦବ ସେ କହିଲା ଯେ ହଁ ତାପରେ କାଠ କାଟିକି ନେଇକି ଗଲା ତାପରେ ଟୁଇ ଆସିଯାଇଥିଲା ସେତେବେଳକୁ ଟୁଆ କଥା ଟୁଇ କହୁଥାଏ ଟୁଇ କଥା ଟୁଆ କହୁଥାଏ ଟୁଆ କଥା ଟୁଇ କହୁଥାଏ ଟୁଆ କଥା ଟୁଇ କହୁଥାଏ ଏମିତି ସପିଟା ସରିଗଲା। ତାପରେ ବାଘ ମାମୁଁ ପାଇଁ କଣ ମନେ ନାହିଁ ଗୋଡି ଗୋବର ସବୁ ମିଶେଇକି ଗୋଟେ ପିଠା କରିଥିଲେ ପିଠା କରିକି ତାକୁ ରଖିଥିଲା ବାଇ ଦୁଆରେ ଗୋଟେ ବାଘ ମାମୁଁ ଆସିକି କଣ କଲା ଡାକିଲା ସେତେବେଳେ କଣ ହେଲା ନା ଟୁଆ ଟୁଇ କାନ୍ଦି ଗୋଟେ ବାଲ୍ଟିରେ ଲୁଚିଗଲେ ବାଘ ମାମୁଁ ଆସି ଯାହା ଡାକିଲା ସେ ଶୁଣିଲେନି ତାପରେ ବାଘ ମାମୁଁ ଆସିକି ଦେଖିଲା ଯେ ପିଠାଟା ଥୁଆଇଛି ତ ଖାଇଲା ବେଳକୁ ନାତ ଭାଙ୍ଗଲା ସେ ରାଗିକି ଯାଇକି କବାଟ ଭାଙ୍ଗଲା ସେ ବାଲ୍ଟିକୁ ନେଇକି ଗଲା ମୁଣ୍ଡେଇକି ନେଇକି ଗଲା ତାପରେ ଟୁଇ କହିଲା ଟୁଆଲ ମତେ ଗୋଟେ ବାଣ ଟୁଆ କହିଲା ଯେ ଆସ୍ତେ ଆସ୍ତେ କି ବାଣ ଆଉ ଆସ୍ତେ ଆସ୍ତେ ତାପରେ ଟୁଆ କହିଲା ଟୁଇଲ ମତେ ବି ବାଣ ଲାଗିଲାଣି ତାପରେ ଆସ୍ତେ ଧୀରେ ଗୋଟେ ମାରିଦେଲା ଯେ ଏକାଥରେ ବାଘ ମାମୁଁ ଗୁଳି ଫୁଟିଲା ଭାବିକି କାଲି ଗୋଟେ ଛିଣ୍ଡାଇ ପକେଇ ଦେଇକି ପଳେଇଲା। ଦାଦୁ ଗୋଟେ ବଉଳା ଗାଈ ଗପ କହିବ? ହଁ କହିବା। ସେ ଗୋଟେ ଜଙ୍ଗଲରେ ଗୋଟେ ବଉଳା ଗାଈ ଥିଲା ସେ ଗୋଟେ ବାଛୁରୀ ଦେଇଥିଲା ସେ ବାଛୁରୀ ଛାଡିକିରି ଯାଇଥିଲା ଚରିବାକୁ ଚରିଲେ କ୍ଷୀର ହେଲେ ତା ବାଛୁରୀ ପିଇବ ସେ ଯେତେବେଳେ ଜଙ୍ଗଲରେ ଚରୁଥିଲା ସେତେବେଳେ ଗୋଟେ ବାଘ ଆଜି ହାବୁଡରେ ପଡିଲା ବାଘ ମାମୁଁ ସେଠୁ କହିଲା ମତେ ତ ଖାଇବି ମତେ ଭାରି ଭୋକ ହଉଛି ମୁଁ ଖାଇବି ଇଏ କହିଲା ମୋର ଗୋଟେ ଛୁଆ ଅଛି ବାଛୁରୀଟିଏ ମୁଁ ତାକୁ ତ ଖାଇବାକୁ ଦେଇନି ମୁଁ ଖାଇବାକୁ ଦେଇକି ଆସିଲେ ତାପରେ ମତେ ଖାଇବି ଇଏ ସେଠୁ ଘରକୁ ଗଲା ବାଘ ମାମୁଁ କହିଲା ଆଚ୍ଛା ହଉ ତତେ ଛାଡିଦେଲି ତୁ ସତ କହୁଛୁ ତୁ ମିଛ କହୁଛୁ ସେ କଥା ବୁଝିବା ଇଆ କରି ତାକୁ ଛାଡିଦେଲା ତାପରେ ବଉଳା ଗାଈ ଆସିଲା ତା ବାଛୁରୀକି ଭଲ କରି କ୍ଷୀର ପିଆଇଲା ତା ମୁହଁ ହାତ ଯାହା ଯୋଉଠି ରୁମ ସବୁ ଚାଟିଦେଲା ତାକୁ ପରିଷ୍କାର କରିକି ସଫା କରିକି ତାକୁ ପିଆଇ ଦେଇ ସାରିଲା ପରେ ଫେରିଲା ବାଘ ମାମୁଁ ଅନେଇଛି ସତ କହିଛି ମିଛ କହିଛି ଇଏ ବଉଳା ଗାଈ ଆସିକରି ସେଠୁ ଯେତେବେଳେ ପହଞ୍ଚିଲା ସେଠି ସେ ବାଘ ମାମୁଁ ତା ମୁହଁକୁ ଅନେଇଲା କହିଲା ଏମିତି ସତ କଥାଟା କେହି କହନ୍ତି ନାହିଁ ଇଏ ଗାଈ ଯାହା କହିଥିଲା ସତ୍ୟରେ ସେ ଗଲା ତା ବାଛୁରୀକି ପିଆଇଲା ପୁଣି ଆଇଲା ମତେ ଖାଇବା ପାଇଁ କହିବ ତାପରେ ଆସିକି ବଉଳା ଗାଈ କହିଲା ମତେ ଏଥର ଖା ଆଉ କଣ କଥା ଅଛି ଖାଅ ତମେ ସେଠୁ ବାଘ ମାମୁଁ କହିଲା ନା ତମେ ସତ କଥା କହୁଛ ତେଣୁ ତମକୁ ଆଉ ମୁଁ ଖାଇବି ନାହିଁ ତମକୁ ଛାଡିଦେଲି ତାହେଲେ ତମେ ସତ କଥା କହିଲ ତମେ ଯଦି ସିଆଡେ ରହିଥାନ୍ତ ମୁଁ କଣ କରିଥାନ୍ତି ତାହେଲେ ତମେ ସତ କଥା କହୁଛ ମୁଁ ଛାଡିଦେଲି ବୁଝିଲୁ କି ବୁଝିଲୁ ହଁ ଗୋଟେ କଥା ହେଲା ଯେ ସତ କଥାର ଗୋଟେ ଜୋର ଅଛି ବଳ ଅଛି
ସତ କଥା କହିଲେ ଭଗବାନ ସାହାଯ୍ୟ କରନ୍ତି ନାଇଁ କି? ବଉଳା ଗାଈକୁ ଯେମିତି ଭଗବାନ ସାହାଯ୍ୟ କଲେ ତାକୁ ବାଘ ଖାଇଲାନି ଛାଡ଼ିଦେଲା, ଯେ ସତ କଥା କହିଲେ ତାର ଗୋଟେ ଜୋର ଅଛି ଯାହା ଫଳରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି। ତେଣୁ କଣ କହିବ? ସବୁବେଳେ ସତ କଥା କହିବ। କଣ କହିବ? ହଁ, ମିଛ କହିବ ନାହିଁ। ଏଇ କଥା ପିଲାଦିନୁ ଶିଖିବାର ଅଛି ହେଲା। ତେଣୁ ସବୁବେଳେ ସତ କଥା କହିବାକୁ ଅଭ୍ୟାସ କରିବା ଦରକାର। ପିଲାଦିନୁ ଶିଖିଲେ ଯାଇକିରି ହବ। ପିଲାଦିନୁ ନ ଶିଖିଲେ କେବେ ସତ କଥା ବାହାରିବନି। ବଡ ହେଇଗଲେ ସବୁ ତ ମିଛ କଥା କହିବ ନା। ତେଣୁ ସତ କଥା କହିବାକୁ ହେଲେ ତମକୁ ପିଲାଦିନୁ ଅଭ୍ୟାସ କରିବାକୁ ପଡିବ। ହଁ, ଗୁଡ୍। कर्पूर गौरं करुणावतारं संसार सारं भुजगेन्द्रहारं सदा वसन्तं भूतरारविन्दे भवं भवामि सहितं नमामि। त्वमेव माता स पिता त्वमेव बन्धुश्च सखा त्वमेव पवित्रा द्रविणं त्वमेव देव मम देव देव। मन्त्रहीनं ज्ञानहीनं भक्तिहीनं सुरेश्वर अर्पुजितं मया देव परिपूर्णं तवास्तुमि। आवाहनं न जानामि तवाचनं पूजा कर्म न जानामि कर्मतं परमेश्वर। करचरणकृतं वा कायजं कर्मणजं वा श्रवणनयनं वा मानसं वा परादं भीतं वा सर्वमेतत्क्षमस्व। जय जय करुणाब्धि श्री महादेव शंभु। अन्धाकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभंगं लक्ष्मीकान्तं कमलनयनं ज्योतिर्विदारंगं वन्दे विष्णुभयहर सर्वलोकीकनाथं। ॐ कृष्णाय नमः गोविंद हरि बोल। ॐ त्र्यम्बकं यजामहे सुगन्धिं पुष्टिवर्धनं उर्वारुकमिव बन्धनात् मुख्यमामुतात् ॐ भूर्भुवस्सुः तत्सवितुर्वरेण्यं भर्गो देवस्य धीमहि धियो यो न प्रचोदयात्। ॐ भूर्भुवस्सुः तत्सवितुर्वरेण्यं भर्गो देवस्य धीमहि धियो यो न प्रचोदयात्। ॐ भूर्भुवस्सुः तत्सवितुर्वरेण्यं भर्गो देवस्य धीमहि धियो यो न प्रचोदयात्। आरती की जय हनुमान लला की दुष्ट दुर्ना की जाके वाला से दिलवर कापी रोग दोष निकटर जापी अंजनी पुत्र महाबलदाई संतर के प्रभु सदा सहाय। ए वीरवर प्रभु नाथ कठाई लंका जारी असुरी समारे जय जय हनुमान की उच्चारण। प्रीतवधामं हेम शैलावधिहं वनगमनभूषाणं ज्ञानमग्रगण्यं सकलविधानं माननानं अभिजं रघुपति प्रियभक्तं वातजातं नमामि।
ମାତ ଜାତଂ ନମାମି ମାତ ଜାତଂ ନମାମି। ଗଣନଂତା ଗଣପତି ନବାମହେ ପ୍ରିୟରଂତା ପ୍ରିୟପତି ନବାମହେ ନିଧିନଂତା ନିଧିପତି ନବାମହେ ବସମା ଗର୍ଭଦାସୀ ସିଡଲି ବ୍ୟବସାୟୀ ବାବା। ଦାଦୁ ମତେ ଗୋଟେ ଗପ କହିବ? ହଁ କହିବା, ତୁ ଧୀର ସ୍ଥିର ଶୁଣିବୁ, ଗପଟା ମନେ ରଖିବୁ। ଆଚ୍ଛା ହଉ। ଗୋଟେ ଗାଁରେ ଜଣେ ଚୋର ଥିଲା। ସେ ରାତିରେ ଯାଏ ସବୁଠି ଚୋରି କରେ, ରାତି ସାରା ଚୋରି କରି ଘରକୁ ଆସେ। ଦିନେ ତାକୁ ଭାରି ଜ୍ୱର ହେଲା, ବୁଝିଲୁ କି, ବହୁତ ଜ୍ୱର ହେଲା, ଆଉ ଯାଇପାରିଲାନି ଚୋରି କରିବାକୁ। ସେଦିନ ପାଖରେ ଭାଗବତ ଟୁଙ୍ଗି ଭାଗବତ ସେଠି ପଢା ହୁଏ। ସେଦିନ ଇଏ କହିଲା ଯାହା ହଉ ଖାଇବାକୁ ଭଲ କରି ମିଳିବ, ମୁଁ ଯାଉଛି ଭାଗବତ ଟୁଙ୍ଗିରେ ଭାଗବତ ଶୁଣିବି। ଏହା କହିକି ଘୁରି ପୁରି ହେଇକି ଯାଇ ପଛରେ ବସିଲା, ଜ୍ୱର ହେଇଥାଏ। ସେଦିନ ଭାଗବତ ପଢା ହଉଥିଲା। ଭାଗବତ ରେ କୁଷ୍ଠ ଲୀଳା ପଢା ହଉଥିଲା 10ମ ସ୍କନ୍ଧରେ। କଥାଟା ପଡିଥିଲା ଏଇଆ, ଯଶୋଦା କୁଷ୍ଠଙ୍କୁ ବେଶ କରିଦଉଛନ୍ତି, କୁଷ୍ଠ ଯିବେ ଗାଈ ଜଗିବାକୁ, ହେଲା କି। ଏଇ ଅବସ୍ଥା ଥାଏ, ବେଶ କରିଦଉଛନ୍ତି। ତାଙ୍କୁ ଗାଧେଇ ଦେଲେ, ମୁଣ୍ଡ କୁଣ୍ଡେଇ ଦେଲେ, ବେକରେ ହାର ଲଗେଇଲେ, ଆଉ କାନରେ କୁଣ୍ଡଳ ଲଗେଇଲେ, ଗୋଡରେ ନୁପୁର ଲଗେଇଲେ, ବିଭିନ୍ନ ପ୍ରକାର ସବୁ ଅଳଙ୍କାର କରିଦେଲେ। ମୁଣ୍ଡରେ ମକୁଟ ଯୋଉଟା ଦିଆଏ ସେଇଟା ଦିଆହେଲା, କାନ୍ଧରେ ପଇତା ଦିଆହେଲା, ଆଖିରେ ଅଞ୍ଜନ ଦିଆହେଲା। ଏ ସବୁ ଦେଇ ତ ସଜେଇକିରି କୃଷ୍ଣଙ୍କୁ ପଠେଇବା କଥା ହେଲା। କୋଉଠି ବନକୁ ଯିବେ ଗାଈ ଜଗିବାକୁ। ଏ ଚୋର ବସି ସେ କଥା ଶୁଣୁଥାଏ, ମନେ ମନେ ହିସାବ କରୁଥାଏ କୃଷ୍ଣ ଦେହରେ କେତେ ଟଙ୍କାର ଗହଣା ଅଛି। ହିସାବ କରି ଦେଖିଲା ଏ ସବୁ ଯାକ ମିଶେଇ ଦେଲେ 60,000 ଟଙ୍କା ହବ। କହିଲା ଏତେ ଲୋକ ଚୋରି କରିବି କାହିଁ, ଏକାଥରେ କୃଷ୍ଣଠୁ ଚୋରି କରିଦେଲେ ତ କାମ ସରିଲା, ଆଉ ଚୋରି କରିବାକୁ ପଡିବନି। ଆଉ ୟା କହି ଯାଇକି ସମସ୍ତଙ୍କୁ ଭାଗବତ ସରିଗଲା, ଖାଇବା ପିଇବା ସବୁ ସରିଗଲା। ଯିଏ ଭାଗବତ ପଢୁଥିଲେ ତାଙ୍କ କତିରେ ଚୁପ୍ କିନା ଯାଇ ଚୋର ପଚାରିଲା, ଆଜ୍ଞା ଏ କୃଷ୍ଣ କୋଉଠି ଥାଏ? ସେ ଜାଣିନାହିଁ ଚୋରି କରିବା କଥା। କହିଲା କୃଷ୍ଣ କୋଉଠି ଥାଏ? ସେ ଯୋଉ ପୁରାଣ ଯିଏ ପଢୁଥିଲେ ସେ କହିଲେ କୃଷ୍ଣ କୋଉଠି ଥାଏ ତୁ ଜାଣିନୁ? ବୃନ୍ଦାବନରେ ଥାଏ। ତା ପରଦିନ ସକାଳୁ ଉଠି କାହାକୁ କିଛି ନ କହି ଆଉ ଲୁଗାପଟା ପିନ୍ଧିକି ଚାଲିଲା, କହିଲା ବୃନ୍ଦାବନ ଯିବି, କୃଷ୍ଣଠୁ ଚୋରି କରି ଜିନିଷ ନେଇ ଆଇଲେ ଆଉ କିଛି ଦରକାର ନାହିଁ, ଏତେ ଲୋକଙ୍କୁ ଚୋରି କାହିଁ କରିବି, ଦରକାର ନାହିଁ ଚୋରି କରିବା। କିନ୍ତୁ ଗୋଟେ ଗୋଟେ ବୃନ୍ଦାବନ ଚାଲିଲା। ବାଟ ଯାକ ପଚାରୁଥାଏ ବୃନ୍ଦାବନ କୋଉଠି, କୃଷ୍ଣ କୋଉଠି ଅଛନ୍ତି। ଏମିତି ହେଇ ଚାଲି 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 ବହୁ ଦୁଃଖରେ ଯାଇକରି ବୃନ୍ଦାବନରେ ପହଞ୍ଚିଲା। ଆଚ୍ଛା, ବୃନ୍ଦାବନରେ ପହଞ୍ଚିକି ସବୁ ଦେଖିଲା ସବୁଠି କୃଷ୍ଣ ଲୀଳା ସବୁ ଚାଲିଛି, କୀର୍ତ୍ତନ ହଉଛି, ବାବାଜୀ ବୈଷ୍ଣବ ଅଛନ୍ତି, ବିଭିନ୍ନ କଥା ଦେଖିଲା। ସମସ୍ତଙ୍କୁ ଗୋଟି ଗୋଟି ପଚାରିଲା, ଆଚ୍ଛା କୃଷ୍ଣ କୋଉଠି ଅଛନ୍ତି ମତେ ଦେଖେଇଦବ କି? ସିଏ ସମସ୍ତେ ହସିଲେ। ଶେଷରେ ଗୋଟେ ବାବାଜୀ ଥିଲା, କହିଲା ଯା ସେ କଦମ୍ବ ଗଛ ମୂଳେ ଯମୁନା କୂଳେ ସେଇଠି କୃଷ୍ଣଙ୍କୁ ଭେଟ ପାଇବୁ। ଇଏ ଦୌଡ଼ିବ ସେଠି, କହିଲା ଏଇ ତ ଦେଖା ହବ, ଏଇଠୁ ତ ଜିନିଷ ପତ୍ର ନେଇକି ତାଠୁ ପଳେଇବି। ଆଉ ଇଏ ଯାଇକି ବସିଲା ସେଠି, ବସିଲା ଯେ ସେ ଡାକିଲା ଖାଲି କୃଷ୍ଣ 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 କୃଷ୍ଣ। ଦିନେ ଗଲା, 2 ଦିନ ସେମିତି କୃଷ୍ଣ କୃଷ୍ଣ ଡାକି ହେଲା, 2 ଦିନ ଗଲା। 3 ଦିନ ବେଳକୁ ଯେତେବେଳେ ଏମିତି ଡାକୁ ଡାକୁ ତାକୁ ଟିକେ ନିଦ ଲାଗିଯାଇଛି। ଏ ନିଦ ଲାଗିବା ଅବସ୍ଥାରେ ସେ ଦେଖିଲା କଣ ଗୋଟେ ଯେମିତି ବଇଁଶୀ ସ୍ୱର ଶୁଭେ ସେମିତି ଶୁଭିଲା। ଝୁମ୍ 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 ଝୁମ୍, ଗୋଡ ନୁପୁର ଯେମିତି ଶୁଭେ ସେମିତି ଶୁଭିଲା। ସେ ଆଖି ଖୋଲିଦେଲା, ଦେଖିଲେ ଛୋଟିଆ ପିଲାଟିଏ। ତାକୁ ଯୋଉ ପ୍ରକାର ଲେଖା ହେଇଥିଲା ଭାଗବତରେ ସେଇ ପ୍ରକାର ବେଶ ସବୁ ହେଇଛି। ବେକରେ 2-4ଟା ହାର ପକେଇଛି, କାନରେ କୁଣ୍ଡଳ ଲଗେଇଛି, ସବୁ ଜିନିଷ, ଆଉ ସୁନାରେ ବଇଁଶୀ ବି ବଜଉଛି। ସବୁ ଦେଖି ସାରିକି କହିଲା ଯାଇ ହଉ ଏଇ କୃଷ୍ଣ ତ କେତେ ସୁନ୍ଦରିଆ ଦଉଛି, ଛୋଟ ପିଲାଟିଏ। ସେଠୁ ସେ କୃଷ୍ଣ ସାଡୁ ନାଚି ନାଚିକି ତାକୁ ଆସିଲା। କହିଲେ ଆଚ୍ଛା ତୁ ପରା ଚୋରି କରିବୁ ବୋଲି ଆଇଥିଲୁ ମୋ କତିରୁ, କୋଉଟା ନବୁ କହୁନୁ? ହାରୁଟା ନବୁ ନା କୁଣ୍ଡଳଟା ନବୁ? କୋଉ ଜିନିଷଟା ତୁମଠୁ ନବୁ? ଇଏ ସବୁ ଅନେଇଲା, ଟିକେ ଭାବିଲା, କହିଲା କୃଷ୍ଣ ତ ଏଡେ ସୁନ୍ଦରିଆ ଦଉଛି, ମୁଁ ଯଦି ଗୋଟେ ହାରୁଟେ ନେଇଯିବି ସେଇ ଜାଗାଟା ତ ଖାଲି ହେଇଯିବ।
ଯଦି ତା କୁଣ୍ଡଳଟା ନେଇଯିବି କାନଟା ତ ଖାଲି ହେଇଯିବ, କୃଷ୍ଣ ଆଉ ଏତେ ସୁନ୍ଦର ଦିଶିବ ନାହିଁ। ସେଠୁ କୃଷ୍ଣ ସେଠୁ 2-3 ଥର ପଚାରିଲେ, ଆରେ କୋଉଟା ନବୁ କୁଣ୍ଡ, ସବୁ ଯାକ ନବୁ, କହୁନୁ ମୁଁ କାଢିକି ଦେଇଦେବି ତତେ। ଏକଥା ଯେତେବେଳେ ସେ କୃଷ୍ଣ କହିଲେ, ଇଏ ଶୁଣୁ ମନେ ମନେ ଭାବିଲା, କହିଲା ଏଡେ ସୁନ୍ଦରିଆ ପିଲାଟେ, ୟା ଦେହରୁ କିଛି ମୁଁ ନେବିନି। ସେଠୁ କହିଲା ହେ କୃଷ୍ଣ ମୁଁ ତୋଠୁ କିଛି ନେବିନି। ନା କାହିଁ, ତୁ ଆଜକାଲି ଚୋରି କରିବାକୁ ନବୁ, କାହିଁ ନବୁ ନାହିଁ। ନା ନା ତୁ ଏଡେ ସୁନ୍ଦର ଦଉଛୁ, ମୁଁ ଯୋଉଠୁ ଅଳଙ୍କାରଟା ନେବି ସେଇ ଜାଗାଟା ତ ଖାଲି ହେଇଯିବ, ତୁ ଆଉ ଏଡେ ସୁନ୍ଦର ଦିଶିବୁ ନାହିଁ। କୃଷ୍ଣ ମୁଁ କିଛି ନେବି ନାହିଁ। ନା ତୁ କଣ କହୁଛୁ? ନା ମୁଁ ଏତିକି କହୁଛୁ, ମୁଁ ଯେତେବେଳେ ତତେ ମନେ ପକେଇବି ତୁ ଏମିତି ନାଚି ନାଚି ମୋ ପ୍ରତି ଆସ, ମୁଁ ସେତିକି ମୋର ଦରକାର, ମୋର ଗହଣା ପତ୍ର ଦରକାର ନାହିଁ। କୃଷ୍ଣ କହିଲେ ଆଚ୍ଛା ହଉ। ତା ପରଦିନ ପରୀକ୍ଷା କରିବାକୁ ସେ ସେଇଠି ଗଲା ବସିଲା। ପୁଣି କୃଷ୍ଣ କହିଲା, କୃଷ୍ଣ ସେମିତି ନାଚି ନାଚି ଆସିଲେ। ଏମିତି ଆସ୍ତେ ଆସ୍ତେ ହଉ ହଉ ତାର ଚୋରି କରିବା ପ୍ରବୃତ୍ତି ମନରୁ ଭୁଲିଗଲା। ଆଉ ଚୋରି ଗଲାନି। କୃଷ୍ଣ ଭକ୍ତିରେ ନିତି ବସି ସେଇଠି ଧ୍ୟାନ କରି 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 କୃଷ୍ଣଙ୍କୁ ଦେଖି 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 ବଡ ଭକ୍ତ ହେଇ ସେଇ ବୃନ୍ଦାବନରେ ଆଉ ସେଇ ଯମୁନା କୂଳରେ ସେଇ ନିପ ମୂଳରେ ଦେହ ଛାଡ଼ିଦେଲା, ମୁକ୍ତି ପାଇଗଲା। ଆଚ୍ଛା ତାହେଲେ ଆଉ ଗୋଟେ ଶୁଣୁ ତୁ। ଆଚ୍ଛା ହଉ। ଗୋଟେ ଜଙ୍ଗଲ ଭିତରେ ଗୋଟେ ସନ୍ନ୍ୟାସୀ ଜଣେ ତପସ୍ୟା କରୁଥିଲେ। ସେ ଏମିତି ଭଗବାନଙ୍କ ପାଖରେ ମନ ତାଙ୍କର ଥିଲା ଯେ ଖାଇବା ପିଇବା ସେ ଭୁଲି ଯାଇଥିଲେ। ସେ ଖାଆନ୍ତି ନାହିଁ, ପିଅନ୍ତି ନାହିଁ, ସେଠି ବସିକି କେବଳ ଭଗବାନଙ୍କୁ ଧ୍ୟାନ କରୁଥିଲେ। ତାଙ୍କର ଗୋଡ ହାତ ବି ଚାଲୁନଥାଏ, ଧୀର ସ୍ଥିର ବସିଥାନ୍ତି। ଦିନେ ଗୋଟେ କାମକା ଲୋକ ସେ ଗାଁର ସେ ଜଙ୍ଗଲକୁ ଯାଇଥିଲା। ସେ ଦେଖିଲା ଯେ ଇଏ ସନ୍ନ୍ୟାସୀ ଜଣକ ବସିକିରି ଗୋଡ ହାତ ତାଙ୍କର ଚାଲୁନାହିଁ, ଖାଉନାହାନ୍ତି ପିଉନାହାନ୍ତି, ବସିକିରି କଣ ପାଟି ଭିତରେ ଖାଲି ପାଟି ତାଙ୍କର ଗୋଠ ଟିକେ ଟିକେ ତଳ ଉପର ହଉଛି, ଆଉ କିଛି ନାହିଁ, ଝିଅ ହାତ ଚାଲୁନି। ସିଏ ଭାବିଲା କୋଉଠି କାହାକୁ ଭଗବାନ ଡାକୁଛି ଇଏ ବୋଧେ, ବସିକିରି ନିଶ୍ଚଳ ହେଇକିରି। ଇଏ ଆଉ କିଛି ପାଇଲାନି, କହିଲା କଣ ବୋଧେ ଭଗବାନଙ୍କୁ ଡାକୁଛି, ଏଥିରେ ତାର ମୁକ୍ତି ଫୁକ୍ତି ହେଇଯିବ ବୋଧେ, ତାହେଲେ ଗୋର କେମିତି ସିଆ ହୁଅନ୍ତା। ଇଏ ସେଠୁ ଯାଇ କାନ ଦେଇକିରି ସେଠୁ ଶୁଣିଲା ତା ପାଟି ପାଖରେ, ଯଦି ମନ୍ତ୍ରଟା ଜାଣି ଯାଆନ୍ତା ସେ ସିଆ କରନ୍ତା। କିନ୍ତୁ କାନ ଦେଇ ଶୁଣିଲା ଯେ କିଛି ତାକୁ ଶୁଭିଲାନି। ସିଏ ତ ଚୁପ୍ 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 ଭିତରେ ଭିତରେ ଜପୁଛି। ଇଏ ସେଠୁ ମନେ ମନେ ଭାବିଲା ତ କିଛି ଶୁଭୁନି, ମୁଁ ଆଉ କଣ କରିବି। ସନ୍ଧ୍ୟାବେଳେ ଟିକେ ବସିଲା, ବସିକିରି ଗୋଟେ କଥା ଠିକ କଲା। ଖାଲି କହିଲା ହେ ଭଗବାନ ମୁଁ କିଛି ଜାଣିନାହିଁ, ଇଏ ଯାହାକୁ ଡାକୁଛି ମୁଁ ସିଆକୁ ଡାକୁଛି, ଇଏ ଯାହା କଥା ଭାବୁଛି ମୁଁ ସିଆ କଥା ଭାବୁଛି, ଆଉ ଇଏ ଯେମିତି ଡାକୁଛି ମୁଁ ସେମିତି ଡାକୁଛି। ଇଆ ଖାଲି କହିଲା। ତେଣୁ ସକାଳୁ ଉଠି ସେୟା କହିଲା, ମୁଁ ଜାଣିନାହିଁ ଇଏ କଣ ଡାକୁଛି, କଣ ମନ୍ତ୍ର ବୋଲୁଛି, ମୁଁ କିଛି ଜାଣିନି। ଇଏ ଯୋଉ ମନ୍ତ୍ର ବୋଲୁଛି ସେ ମନ୍ତ୍ର ମୋର ହଉ, ଆଉ ଇଏ ଯାହାକୁ ଡାକୁଛି ସେ ମୁଁ ସେଇଆକୁ ଡାକୁଛି, ଏମିତି କହିଗଲା। ଆଚ୍ଛା ମାସେ ମାସେ ଚାଲିଗଲା। ଇଏ ସରଳିଆ ଲୋକଟେ, ଖାଲି ସକାଳେ କହେ ସନ୍ଧ୍ୟାରେ କହେ। ଏମିତି ମାସେ 2 ମାସ ଗଲା ପରେ ଭଗବାନ କହିଲେ ଏତେ ସରଳ ସହଜ ଲୋକ ଏ ସରଳିଆ କରି ମତେ ଡାକୁଛି। ଭଗବାନ ଆଉ ସହିପାରିଲେ ନାହିଁ। ଭଗବାନ ଆସି ପହଞ୍ଚିଲେ, କହିଲେ ଆରେ ମୁଁ ଆସି ପହଞ୍ଚିଲି। କିଏ ତମେ କିଏ ସେ? ନା ମୁଁ ପରା ଭଗବାନ, ମତେ ଡାକୁଚଲୁ। ନା ମୁଁ ତ ତମକୁ ଡାକିନି, ଇଏ ଯାହାକୁ ଡାକୁଛୁ ମୁଁ ସେଇଆକୁ ଡାକୁଥିଲି। ନା ସେ ପରା ମତେ ଡାକୁଛି। ନା କଣ ସିଏ ତମକୁ ଡାକୁଛି? ମୁଁ କେମିତି ଜାଣିବି ଯେ ସତ କଥା କି ମିଛ କଥା? ସିଏ ତମକୁ ଡାକୁଛି କି ଆଉ କାହାକୁ ଡାକୁଛି ମୁଁ ଜାଣିନାହିଁ। ଆଉ ମତେ କହୁଛ ତମେ ସେଇଆକୁ ଡାକୁଛି ତମକୁ ବୋଲିছে। ଆଚ୍ଛା ସିଏ ନ କହିବା ପର୍ଯ୍ୟନ୍ତ ମୁଁ ଏ କଥା କେମିତି କହିବି? ଭଗବାନ ବଡ ଉଡାରେ କହିଲେ ଆଚ୍ଛା ହଉ ତୋର କଥା ହଉ। ୟା କହିକି ସେ ଯୋଉ ସନ୍ନ୍ୟାସୀ ଥିଲେ ସେ ସନ୍ନ୍ୟାସୀକୁ ସେଠୁ ଉଠେଇଲେ। ସନ୍ନ୍ୟାସୀ ଯେମିତି ଉଠିଲା ନମ୍ବ ହେଇକି ପଡିଲା, ଏ ଭଗବାନ ମତେ ଦୟା କଲେ। ନା ମୁଁ ତେତେ ଦୟା କରିନାହିଁ, ଏଇ ଯୋଉ ଲୋକଟି ପାଖରେ ବସି କହୁଥିଲା ତୁ ଯାହାକୁ ଡାକୁଛୁ ମୁଁ ସେଇଆକୁ ଡାକୁଛି, ସେ ଯୋଉ ମନ୍ତ୍ର ବୋଲୁଛି ମୁଁ ସେଇ ମନ୍ତ୍ର ବୋଲୁଛି। ଏତେ ସରଳ ସହଜରେ ସେ ଡାକିଲା, ଯାହା ଫଳରେ
ମୁଁ ବାଧ୍ୟ ହେଲି ଆସିବାକୁ। ତେଣୁ ତା ସକାଶେ ତୁ ପାଇଲୁ। କିନ୍ତୁ ସେ ଲୋକ ଯେ ତପସ୍ୟା କରୁଥିଲା ସେ ଉଠିକିରି ଭଗବାନଙ୍କ ଗୋଡ଼ ଧଇଲା। ଆଉ ଏଇ ଯୋଉ ସରଳ ସହଜ ଲୋକ ତାର ଯୋଉ ବସିଥିଲା ସରଳିଆ ଲୋକ ତା ଗୋଡ଼ ବି ଧଇଲା। ଇଏ କହିଲେ ଆଜ୍ଞା ମୋ ଗୁଟ କାହିଁ ତମେ ଦଉଛ, ଭଗବାନ ଏଇ ତମେ କହୁଛ ତ ଇଏ ଡାକୁଥିଲ ନା? ହଁ ନା ରେ ହେ ମତେ ସେ କେତେବେଳୁ ଆସି ଦେଖାଦେଲେଣି ମୁଁ ଜାଣିପାରିଲିନି। ତାହେଲେ ତେବେ ଭଗବାନ ୟା କରି ନ ବହି ପଡ଼ିଗଲା। ହେଠି କହିଲା ହେ ଭଗବାନ ମତେ ରକ୍ଷା କର, ମୁଁ ତମକୁ ଚିହ୍ନି ନାହିଁ, ଇଏ ତମକୁ ଡାକୁଥିଲା ବୋଲି ମୁଁ ତମକୁ ଡାକିଲି, ମୁଁ କିଛି ଜାଣିନି। ସେଇ ଯେ ଯୋଉ ଚାଷୀ ଲୋକଟା ସେ କଥା ହଉଛି ଯେ ସେ 2 ଥର ଡାକେ, ଦିନ ସାରା କାମ କରେ, ହଳ କରେ, ଚାଷ କରେ। ତେଣୁ ବଡ଼ କଥା ହେଲା ବସିକରି ଠାକୁରଙ୍କୁ ଡାକିଲେ ଜ୍ଞାନ ହବ। କିନ୍ତୁ ଜ୍ଞାନ ସାଙ୍ଗରେ ଆଉ ଗୋଟେ କଥା ଅଛି, କାମ ଦାମ ନ କରିକି ଭଗବାନଙ୍କୁ ଡାକିବାର କିଛି ଲାଭ ନାହିଁ। ତେଣୁ କାମ କରିବ ଭଗବାନଙ୍କୁ ଡାକିବ। ଯେମିତି ତୁ ପାଠ ପଢିବୁ ଆଉ ଭଗବାନଙ୍କୁ ଦିନ ରାତି ଡାକିବୁ, ଯାଇକିରି ପୂଜା ପୂଜା କରିବୁ, ମନ୍ତ୍ର ବୋଲିବୁ, ସବୁ କଥା। ଆଚ୍ଛା ଖାଲି ଯଦି ତୁ ମନ୍ତ୍ର ବସିକି ବୋଲିବୁ କିଛି ଲାଭ ହବ କି? ନା, ତୁ କର୍ମ କରିବୁ, କାମ କରିବୁ, ପାଠ ପଢିବୁ, ସମସ୍ତଙ୍କ କଥା ଶୁଣିବୁ, ମାନିବୁ, ତାହେଲେ ଯାଇ ଭଗବାନ ତୋ ପାଖକୁ ନିଶ୍ଚୟ ଦିନେ ନା ଦିନେ ତୋତେ ଦେଖାଦେବେ, ଆଉ ଭଲ ବାଟ ଦେଖିବେ। ଓಂ ନମୋ ଭଗବତେ ବାସୁଦେବାୟ। ଓಂ ନମୋ ଭଗବତେ ପୁରୁଷୋତ୍ତମାୟ। ଓಂ ନମୋ ଭଗବତେ ଜଗନ୍ନାଥାୟ। ଓಂ ନମୋ ଭଗବତେ ରଘୁନାଥାୟ। ଓಂ ନମଃ ଶିବାୟ। ଓಂ ନମଃ ଶିବାୟ। ଓಂ ନମଃ ଶିବାୟ। मनोभिरामं नयनाभिरामं वचोभिरामं श्रवणाभिरामं सदाभिरामं सतताभिरामं वन्दे सदा दासरथिं च रामं। वन्दे सदा दासरथिं च रामम्। ॐ